ରୁହ 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 ରୁହ, ସେମିତି କେମିତି ପଳେଇ ଯାଉଛ? ମୋ ଭିଡ଼ିଓଟାକୁ ଦେଖିକି ଯିବ ନା ଆଉ। ଭିଡ଼ିଓଟାକୁ ଡେରି ନ କରି ଷ୍ଟାର୍ଟ କରିଦେବା। ନମସ୍କାର ସାଙ୍ଗମାନେ, ମୁଁ ଦୀପ୍ତି, ସ୍ୱାଗତ କରିଛି ମୋ ଦୀପ୍ତି ଓଡ଼ିଶା ଡାଏରୀକୁ। ଆଜି ମୁଁ କ'ଣ ରୋଷେଇ କରିବା ପାଇଁ ଯାଉଛି ଆପଣମାନେ ତ ଜାଣିସାରିବେନି। ମାଛ ଝୋଳ। ପ୍ରଥମେ ମୁଁ ମାଛକୁ ଭଲ ଭାବରେ ଧୋଇ ଦେଇଥିଲି। ଧୋଇ ଦେଇ ସାରିଲା ପରେ ମୁଁ ଆମର ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଗୋଳେଇ ତାକୁ ରଖିଦେଲି। ରଖିଦେଇ ସାରିଲା ପରେ ଏଠି କଢ଼େଇରେ ତେଲ ଗରମ କଲି। ତେଲ ଗରମ କରିସାରିଲା ପରେ ଇଏ ଗୋଟେ ଗୋଟେ ମାଛକୁ ତାକୁ ଭାଜିଲି। ସାଙ୍ଗମାନେ କୁହନ୍ତୁ ଏଇଟା କେଉଁ ମାଛ? ବାହୁଲ ମାଛ। ଭାଜି ସାରିଲା ପରେ ତାପରେ ତେଲ ଟିକେ ଥିଲା, ସେଥିରେ ମୁଁ ଗୋଟା ଜିରା ଦେଇଦେଲି। ଗୋଟା ଜିରା କାଟି ରଖିଥିଲି ପିଆଜ, ତାକୁ ଦେଇଦେଲି। ପିଆଜ ଟିକେ ହେଇ ଆସିଲା ପରେ ଟିକେ କଞ୍ଚା ଲଙ୍କା ଦେଇଦେଲି। କଞ୍ଚା ଲଙ୍କା ଦେଇ ସାରିଲା ପରେ ଟମାଟୋକୁ କାଟିକି ରଖିଥିଲି, ଟମାଟୋକୁ ପକାଇଦେଲି। ପକାଇ ଦେଇ ସାରିଲା ପରେ ଟିକେ ଟମାଟୋ ହେଇଗଲା ପରେ ଏଠି ସେ ଯେଉଁ ହଳଦୀ ଗୁଣ୍ଡ ନେଇଗଲି। ହଳଦୀ ଗୁଣ୍ଡ ଆଉ ଲୁଣ ଟିକେ ପକାଇଦେଲି, ଲଙ୍କା ଗୁଣ୍ଡ ପକାଇଦେଲି, ଜିରା ଗୁଣ୍ଡ ପକାଇଦେଲି, ଆଉ ଚିକେନ୍ ମସଲା ପକାଇଦେଲି। ପକାଇ ଦେଇ ସାରିଲା ପରେ ଟିକେ ପାଣି ଦେଇଦେଲି। ପାଣି ଦେଇ ସାରିଲା ପରେ ହେଇଗଲା ପରେ ଏଠି ଯେଉଁ ଭାଜିକି ରଖିଥିଲି ଆମର ମାଛ ଭଜା ଆଉ ଆମର ଆଳୁ ସିଝିକି ମୁଁ ରଖିଥିଲି, ତାକୁ ପକାଇଦେଲି। ପକାଇ ଦେଇ ସାରିଲା ପରେ ଆପଣ କେତେ ପରିମାଣରେ ପାଣି ଦେବେ ଆପଣ ଜାଣିକି ଦେଇଦେବେ ପାଣି। ପାଣି ଦେଇ ସାରିଲା ପରେ ମୋର ଏଠି ରେଡ଼ି ହେଇଗଲା ମାଛ ଆଳୁ ଝୋଳ। ସାଙ୍ଗମାନେ, ମୋ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିହାତି କରିବେ ସାଙ୍ଗମାନେ। ଆଉ ଲାଷ୍ଟକୁ ଦେଇଦେବେ ଆମର ଧନିଆ ପତ୍ର। ଆଉ ସାଙ୍ଗମାନେ ଜଲ୍ଦି ଜଲ୍ଦି ଆସନ୍ତୁ, କିଏ ଖାଇବେ ଆଉ କାହାକୁ ବାହୁଲ ମାଛ ପସନ୍ଦ କମେଣ୍ଟରେ ନିହାତି କହିବେ ସାଙ୍ଗମାନେ। ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ କରିବେ ନିହାତି। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।